हेलो एवरीवन। आई होप समस्ते भलो थिबे। तो आज आम यही वीडियो माध्यम 2025 एबे जो रिसेंट जो हमर ओटीटी एग्जाम हेतला सेही ओटीटी एग्जाम रे जहाँ भी किछि ओडिया पेडागोजी क्वेश्चन पड़िथिला सब किछि आज आम यही वीडियो माध्यम डिस्कशन करिबा, जोटा कि आपण मानकर आगामी एटी जोटा कि असिस्टेंट टीचर, जोटा कि हमर जूनियर टीचर रेगुलर पोस्ट ता सहित सीटी ओटीटी ओएसटीटी सीटीईटी ଏବଂ ତା ସହିତ ଆପଣ ମାନେ ଯାହା ବି କିଛି ଟିଚିଂ ଏକ୍ଜାମ ଦିଅନ୍ତୁ ନା କାହିଁକି ସବୁ ଟିଚିଂ ଏକ୍ଜାମ ର ମାନେ ସିଲାବସ ରେ ଓଡିଆ ପେଡାଗୋଜି ଯେମିତି ହେଲେ ବି ଥିବ। ସେଥିପାଇଁ ଆପଣ ମାନେ ବିନା ଡାଉଟ ରେ ପୁରା ଭିଡିଓକୁ ଫାର୍ଷ୍ଟ ରୁ ଲାଷ୍ଟ ଯାଏଁ ଦେଖନ୍ତୁ, ବିନା ସ୍କିପ୍ କରି ଦେଖନ୍ତୁ। ଏବଂ ତା ସହିତ ମୁଁ କହି ରଖିବି ବହୁତ ଶୀଘ୍ର ଏଟି ଯୋଉଟା କି ଆସିଷ୍ଟାଣ୍ଟ ଟିଚର ଆସିବାକୁ ଯାଉଛି। ସେଥିପାଇଁ ଆପଣ ମାନେ ମଧ୍ୟ ମାନେ ଅଧିକରୁ ଅଧିକ କ୍ୱେଶ୍ଚିନ୍ ପ୍ରାକ୍ଟିସ କରନ୍ତୁ, ଯଦ୍ୱାରା କି ଆପଣ ମାନେ ଜାଣିପାରିବେ କି ଆପଣ ମାନଙ୍କର ଲ୍ୟାକ୍ କୋଉଠି ହଉଛି, ମାନେ ଗ୍ୟାପ୍ କୋଉଠି ହଉଛି, ଯୋଉଟା କି ଆପଣ ମାନେ ସେଟାକୁ ଫିଲ୍ ଅପ୍ କରିବେ ପରବର୍ତ୍ତୀ ସମୟରେ। କି ଆପଣ ମାନେ ଯୋଉ କ୍ୱେଶ୍ଚିନ୍ ଟା କରିପାରିଲେନି କଣ ପାଇଁ କରିପାରିଲେନି, କୋଉଠି ଆପଣ ମାନଙ୍କର ଭୁଲ ରହିଲା ସେଇଟା ଆପଣ ମାନେ ଜାଣିପାରିବେ ହେଲା। ସେଥିପାଇଁ ଆପଣ ମାନେ ଭିଡିଓକୁ ପୁରା ଫାର୍ଷ୍ଟ ରୁ ଲାଷ୍ଟ ଯାଏଁ ଦେଖନ୍ତୁ, ବିନା ସ୍କିପ୍ କରି ଦେଖନ୍ତୁ। ଭିଡିଓକୁ ଲାଇକ୍ କରିଦେବେ, ଚ୍ୟାନେଲକୁ ନୂଆ ଥିଲେ ସବସ୍କ୍ରାଇବ କରିକି ଅଲ୍ ନୋଟିଫିକେସନ ଉପରେ କ୍ଲିକ୍ କରିବେ, ଯଦ୍ୱାରା କି ମୁଁ ଯାହା ବି କିଛି ନୂଆ ଭିଡିଓ ଅପଲୋଡ କରିବି ଆପଣ ମାନେ ତାର ଫାଷ୍ଟ ନୋଟିଫିକେସନ ପାଇପାରିବେ। ଚାଲନ୍ତୁ ଭିଡିଓ ଷ୍ଟାର୍ଟ କରିବା। ପ୍ରଥମ କ୍ୱେଶ୍ଚିନ୍ ଅଛି, କହିଛି କେଉଁଟି ପିଲାର ଭାଷା ଶିକ୍ଷଣର ପ୍ରଥମ ଉତ୍ସ ଅଟେ? ହେଲା, ଅପସନ ଅଛି ବିଦ୍ୟାଳୟ, ଅପସନ ବି ପରିବାର, ଅପସନ ସି ସାଙ୍ଗସାଥି, ଅପସନ ଡି ପାଠ୍ୟପୁସ୍ତକ। ମାନେ ଏଠି ଆପଣମାନଙ୍କୁ କ୍ୱେଶ୍ଚିନ୍ ପଚାରିଛି କି ଗୋଟେ ପିଲା ଭାଷା ସେ ପ୍ରଥମେ କୋଉଠୁ ଶିଖିଥାଏ। ହେଲା, ତ କୁହନ୍ତୁ। ଦେଖନ୍ତୁ ଆମର ବିଦ୍ୟାଳୟ ସେ ପରେ ଯାଏ, ହେଲା, ସାଙ୍ଗସାଥି ମାନଙ୍କ ସହିତ ସେ ପରେ ମିଶିଥାଏ, ତାପରେ ପାଠ୍ୟ ପୁସ୍ତକ ମଧ୍ୟ ସେ ବିଦ୍ୟାଳୟକୁ ଗଲା ପରେ ସେ ପାଠ୍ୟ ପୁସ୍ତକ ପଢିଥାଏ। କିନ୍ତୁ ଦେଖନ୍ତୁ ଫାଷ୍ଟ ସେ କୋଉଠି ରହିଥାଏ, ପରିବାର ମଧ୍ୟରେ ରହିଥାଏ, ଏବଂ ସେ ପରିବାରରେ ମଧ୍ୟ ପ୍ରଥମେ ସେ ମାନେ ଭାଷା ଶିକ୍ଷଣ ଦ୍ୱାରା ହୋଇଥାଏ ପରିବାର ମଧ୍ୟରେ। ହେଲା, ପରିବାରରେ ଯୋଉ ସବୁ ଲୋକମାନେ ଥାଆନ୍ତି ସେମାନଙ୍କ ସହିତ ସେ ଯେତେବେଳେ ସେ ଭାବର ଆଦାନ ପ୍ରଦାନ କରେ ସେତେବେଳେ ସେ ଭାଷା ଅଟୋମେଟିକାଲି ସେ ଶିଖିଥାଏ। ହେଲା, ତ ଅପସନ ବି ହେଇଯିବ ସଠିକ ଆନ୍ସର। ହେଲା, ଗୋଟେ ପିଲା ଭାଷା ସେ ପରିବାର ଠାରୁ ପ୍ରଥମେ ସେ ଶିକ୍ଷଣ କରିଥାଏ। ହେଲା, ପରବର୍ତ୍ତୀ କ୍ୱେଶ୍ଚିନ୍ କୁ ଯିବା। କହିଛି ପଠନ ଦକ୍ଷତାର ବିକାଶରେ ଛବି ପ୍ରଣାଳୀ କାହିଁକି ଆବଶ୍ୟକ? ହେଲା, ଆମର ପଠନ ଦକ୍ଷତା ବିକାଶ ଯଦି ଆମେ କରିବାକୁ ଚାହିଁବା ତେବେ ସେହି ବିକାଶରେ ଆମର ଛବି ପ୍ରଣାଳୀ ଟା ହେଲା ଆମର କଣ ପାଇଁ ଅଧିକ ଆବଶ୍ୟକ, ହେଲା ସେ ଆପଣ ମାନଙ୍କୁ କ୍ୱେଶ୍ଚିନ୍ ପଚାରିଛି। ତ ଅପସନ ଅଛି ଛବି ଦେଖି ବର୍ଣ୍ଣର କ୍ରମ ଜାଣିପାରିବେ, ଅପସନ ବି ଅଛି ଛବି ଦେଖି ଶବ୍ଦ ଶବ୍ଦ ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ, ନା ଅପସନ ସି ଅଛି ଶିକ୍ଷକଙ୍କ ବିନା ସହାୟତାରେ ପଢିପାରିବେ, ଅପସନ ଡି ଅଛି ଶିକ୍ଷକଙ୍କ ସହାୟତା ନେଇ ପଢିପାରିବେ। ତ ସଠିକ ଆନ୍ସର କଣ ହବ? ଆମର ଯଦି ଗୋଟେ ପିଲାର ପଠନ ଦକ୍ଷତା ଆମେ ମାନେ ତାର ମାନେ ବିକାଶ କରେଇବା, ତେବେ ସେଥିରେ ଆମର ଛବି ପ୍ରଣାଳୀ କଣ ପାଇଁ ଅଧିକ ଆବଶ୍ୟକ ସେ ପଚାରିଛି। ହେଲା, ସଠିକ ଆନ୍ସର କଣ ହବ? ଯଦି ଆମେ ମାନେ ଛବି ପ୍ରଣାଳୀ ମାଧ୍ୟମରେ ପିଲାମାନଙ୍କୁ ପଢେଇବା, ସେମାନଙ୍କର ଯଦି ଆମେ ମାନେ ପଠନ ଦକ୍ଷତାକୁ ବିକାଶ କରେଇବା, ତେବେ କଣ ହବ ନା ସେ ଶିକ୍ଷକଙ୍କ ବିନା ସହାୟତାରେ ସେ ପଢିପାରିବ। ହେଲା, ତ ଅପସନ ସି ହେଇଯିବ ସଠିକ ଆନ୍ସର। ହେଲା, ତ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା, କାରଣ ଆମେ ମାନେ ଏଇ ଭିଡିଓ ମାଧ୍ୟମରେ କେବଳ ଓଡିଆର ପେଡାଗୋଜି କ୍ୱେଶ୍ଚିନ୍ କରିବା। ଆଉ ଗୋଟେ ଭିଡିଓରେ ବା ନେକ୍ସଟ ଭିଡିଓରେ ଆମେ ମାନେ ଓଡିଆର ଗ୍ରାମାର କ୍ୱେଶ୍ଚିନ୍ କରିବା। ହେଲା, ବ୍ୟସ୍ତ ହେବାର କିଛି ନାହିଁ। ତ ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି, ଯେପରି ସଂସାରରୁ ସାଂସାରିକ ଠିକ ସେହିପରି ନୀତିରୁ କଣ ହେବ? ଏହା ଗୋଟେ କି ପ୍ରକାରର ପ୍ରଶ୍ନ ଅଟେ? ନୀତିରୁ କଣ ହବ ମତେ ଆପଣ ମାନେ କମେଣ୍ଟରେ ଜଣେଇବେ। ହେଲା, ସହଜ କ୍ୱେଶ୍ଚିନ୍, କିନ୍ତୁ ଏଠି ଆପଣ ମାନଙ୍କୁ ପଚାରିଛି ଏଟା ଗୋଟେ କୋଉ ଟାଇପ ର କ୍ୱେଶ୍ଚିନ୍। ହେଲା, ତ ଅପସନ ଅଛି ପୁନଃ ସଜ୍ଜୀକରଣ, ଅପସନ ବି ଅଛି ସତ୍ୟାସତ୍ୟ ପ୍ରଶ୍ନ, ଅପସନ ସି ଅଛି ବର୍ଗୀକରଣ ମୂଳକ ପ୍ରଶ୍ନ, ଅପସନ ଡି ଅଛି ଦୃଷ୍ଟାନ୍ତ ମୂଳକ ପ୍ରଶ୍ନ। ଦେଖନ୍ତୁ ଏଠି ଆପଣ ମାନଙ୍କୁ କୌଣସି ଗୋଟେ ବି ସଜେଇବା ପାଇଁ ଦେଇନି, ମାନେ ଗୋଟେ ପରେ ଗୋଟେକୁ ସଜେଇବା ପାଇଁ ସେ ଦେଇନି। ସେଥିପାଇଁ ଆମର ଅପସନ ଏଟା ହବ ନାହିଁ, ପୁନଃ ସଜ୍ଜୀକରଣ ହବ ନାହିଁ। ଆଉ ଆପଣ ମାନଙ୍କୁ ଏଠି ସତ କୋଉଟା ମିଛ କୋଉଟା ଫଲ୍ସ ଟ୍ରୁ କ୍ୱେଶ୍ଚିନ୍ ଆପଣ ମାନଙ୍କୁ ଏଠି ପଚାରିନି, ତ ସେଥିପାଇଁ ଏଟା ଅପସନ ବି ମଧ୍ୟ ହବ ନାହିଁ। ତାପରେ ଏଠି କହିଛି ଆପଣ ମାନଙ୍କୁ ବର୍ଗୀକରଣ ମୂଳକ ପ୍ରଶ୍ନ, ମାନେ ଏଠି ଆପଣ ମାନଙ୍କୁ କୌଣସି ବି ଗୋଟେ ବର୍ଗୀକରଣ କରିବା ପାଇଁ ସେ ଦେଇନାହିଁ। ସେଥିପାଇଁ ଅପସନ ସି ମଧ୍ୟ ହବ ନାହିଁ। କଣ ହବ ତାହେଲେ? ତାହେଲେ କଣ ହବ ନା ଅପସନ ଡି ଗୋଟେ ତ ବଳିଲା, ତ ଅପସନ ସି ସରି ଡି ହେଇଯିବ ସଠିକ ଆନ୍ସର। ହେଲା, ଦୃଷ୍ଟାନ୍ତ ମୂଳକ ପ୍ରଶ୍ନ ହେଇଯିବ ସଠିକ ଆନ୍ସର। ହେଲା,
ତ ସେହିପରି ଭାବରେ ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ ଆପଣମାନଙ୍କୁ ଏଠି ପଚାରିଛି 39 ନମ୍ବର କ୍ୱେଶ୍ଚିନ୍ କହିଛି କେଉଁଟି ଗଦ୍ୟ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟା ନିମନ୍ତେ ଜରୁରୀ ହେଲା। ଆମର ଚାରିଟାଙ୍କ ଅପସନ ମଧ୍ୟରୁ ଆମର କୋଉଟା ଯୋଉଟା କି ଗଦ୍ୟ ଶିକ୍ଷଣ ଶିକ୍ଷଣ ପଦ୍ଧତି ପାଇଁ ବହୁତ ଜରୁରୀ ହେଲା। ଅପସନ ଅଛି ଫାଷ୍ଟ ଶିକ୍ଷକଙ୍କ ଆଦର୍ଶ ଆବୃତ୍ତି ଆମର ଗଦ୍ୟ ଶିକ୍ଷାଦାନରେ ଅଛି କି ନାହିଁ ମତେ କୁହନ୍ତୁ। ତାପରେ ଅଛି ଅପସନ ବି ଶିକ୍ଷାର୍ଥୀଙ୍କ ରସାନୁ ସାରିଣୀ ଆବୃତ୍ତି। ତାପରେ ଅଛି ଭାବ ଉନ୍ମୋଚନ ବା ରସୋପଲବ୍ଧି। ତାପରେ ଅଛି ଅପସନ ଡି ଯେଟା କି ଶବ୍ଦାର୍ଥ ବୋଧ ଓ ଶବ୍ଦାନୁଶୀଳନ। ଦେଖନ୍ତୁ ଆମର ଅପସନ ଏ, ଅପସନ ବି, ଅପସନ ସି ତିନିଟାଙ୍କ ଆମର କୋଉଥିରେ ଅଛି ନା ପଦ୍ୟରେ ଅଛି ହେଲା। ପଦ୍ୟ ଶିକ୍ଷାଦାନ ସମୟରେ ଆମର ଏରା ସବୁ ଦରକାର। କିନ୍ତୁ ଦେଖନ୍ତୁ ଆମର ଗୋଟେ ଯୋଉଟା କି ଶବ୍ଦାର୍ଥ ବୋଧ ବା ଶବ୍ଦାନୁଶୀଳନ ଏଇଟା ଆମର କଣ ଆମର କେବଳ ଗଦ୍ୟ ଶିକ୍ଷାଦାନ ପଦ୍ଧତିରେ ଦରକାର ହେଲା। ଏଟା ଆମର ପଦ୍ୟରେ ହୋଇନଥାଏ। ବୁଝିପାରିଲେ? ଏଇଟା ହିଁ ଡିଫରେନ୍ସ ହେଲା। ଏ ଡିଫରେନ୍ସ ଟା ଜାଣନ୍ତୁ। ଏଇଟା ହିଁ କ୍ୱେଶ୍ଚିନ୍ ଆପଣମାନଙ୍କୁ JT ରେ ମଧ୍ୟ ପଚାରିବ ହେଲା। କାହିଁକି ନା ଆମର କେବଳ ଗଦ୍ୟ ଶିକ୍ଷାଦାନ କଲା ଟାଇମ ରେ ଆମେ ମାନେ ଶବ୍ଦାର୍ଥ ବୋଧ କରିଥାନ୍ତି ଏବଂ ତା ସହିତ ଶବ୍ଦାନୁଶୀଳନ ମଧ୍ୟ କରିଥାନ୍ତି ହେଲା। ତ ଅପସନ ଡି ହେଇଯିବ ସଠିକ ଆନ୍ସର ହେଲା। ଏବଂ ତା ସହିତ ମୁଁ କହି ରଖିବି ଏଇ ସବୁ କ୍ୱେଶ୍ଚିନ୍ ଆମର ସ୍ପେଶାଲ OTT ପାଇଁ ମଧ୍ୟ ବହୁତ ଇମ୍ପୋର୍ଟାଣ୍ଟ। ଓକେ, ପରବର୍ତ୍ତୀ କ୍ୱେଶ୍ଚିନ୍ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ନିମ୍ନୋକ୍ତ ମଧ୍ୟରୁ ଶିକ୍ଷାର୍ଥୀ ପଠନ ଦକ୍ଷତା ବୃଦ୍ଧି ନିମନ୍ତେ କେଉଁଟି କ୍ରମ ଠିକ। ଯଦି ଗୋଟେ ପିଲାର ପଠନ ଦକ୍ଷତା ବୃଦ୍ଧି ହେବ ତେବେ ସେ କେଉଁ ପଦ୍ଧତି ବା କେଉଁ ପ୍ରୋସେସ ରେ ବା କୋଉ ସିରିଏଲ ପଢିଲେ ସେ ଠିକ ଭାବରେ ତାର ବିକାଶ ହେଇପାରିବ ହେଲା। ତାର ପଠନ ଦକ୍ଷତା ଠିକ ଭାବରେ ବିକାଶ ହୋଇପାରିବ କୋଉ ପ୍ରୋସେସ ସେ ପଢିଲେ। ତ ଫାଷ୍ଟ ଅପସନ ଅଛି ଛବି ପଠନ ଫାଷ୍ଟ କରିବ, ତାପରେ କହିଛି ଅକ୍ଷର ପଠନ, ତାପରେ ବାକ୍ୟ ପଠନ, ତାପରେ କହିଛି ଅନୁଚ୍ଛେଦ ପଠନ। ଅପସନ ବି କହିଛି ଫାଷ୍ଟ ଅକ୍ଷର ପଠନ, ତାପରେ ଛବି ପଠନ, ତାପରେ ବାକ୍ୟ ପଠନ, ତାପରେ ହଉଛି ଅନୁଚ୍ଛେଦ ପଠନ। ତାପରେ କହିଛି ବାକ୍ୟ ପଠନ, ଛବି ପଠନ, ଅକ୍ଷର ପଠନ, ତାପରେ ଅନୁଚ୍ଛେଦ ପଠନ। ତାପରେ କହିଛି ଅପସନ ଡି କହିଛି ଅନୁଚ୍ଛେଦ ପଠନ, ବାକ୍ୟ ପଠନ, ଅକ୍ଷର ପଠନ, ଛବି ପଠନ। ତ ସଠିକ ଆନ୍ସର କଣ ହବ ମତେ କୁହନ୍ତୁ। ସଠିକ ଆନ୍ସର କଣ ହବ ନା ଆମେ ଯଦି ଗୋଟେ ପିଲାର ପଠନ ଦକ୍ଷତା ଠିକ ଭାବରେ ବୃଦ୍ଧି କରେଇବା ତେବେ ସେ ଫାଷ୍ଟ କଣ କରିବ ନା ଛବିକୁ ପଠନ କରିବ ହେଲା। ଛବିରେ ସେ କଣ ଅଛି ସେଟା ସେ ପଢିକି କହିବ ଛବି ମାଧ୍ୟମରେ। ତାପରେ ଅକ୍ଷରକୁ ଯିବ, ବୁଝିପାରିଲେ? ତାପରେ ବାକ୍ୟକୁ ଯିବ, ତାପରେ ସେ ଅନୁଚ୍ଛେଦକୁ ଯିବ ହେଲା। ବୁଝିପାରିଲେ? ଲୋ ଲେବୁଲରୁ ସେ ହାଇ ଲେବୁଲକୁ ଯିବ। ଅପସନ ଏ ହେଇଯିବ ସଠିକ ଆନ୍ସର। ମୋର ଆଶା ଆପଣ ମାନେ ସବୁ କ୍ୱେଶ୍ଚିନ୍ କୁ ଠିକ ଭାବରେ ବୁଝିପାରୁଥିବେ। ଯଦି ବି ବୁଝିପାରୁନାହାନ୍ତି ମତେ ଟିକେ କମେଣ୍ଟରେ ଜଣେଇବେ କୋଉଠି ଆପଣ ମାନଙ୍କର କମି ରହୁଛି ମୁଁ ବି କହିଦେବି ହେଲା। ଏବଂ ଯଦି ମୋର ବି କିଛି କମି ଥିବ ମୁଁ ମଧ୍ୟ ଏଟାକୁ ରେକ୍ଟିଫାଏ କରିବି ନେକ୍ସଟ ଭିଡିଓରେ ହେଲା। ତ ମତେ କୁହନ୍ତୁ, କମେଣ୍ଟରେ ଲେଖନ୍ତୁ ବୁଝିପାରୁଛନ୍ତି କି ନାହିଁ। ନା ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା। ପରବର୍ତ୍ତୀ କ୍ୱେଶ୍ଚିନ୍ କହିଛି ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ଶିକ୍ଷଣର ମୂଲ୍ୟାୟନ କ୍ଷେତ୍ରରେ କେଉଁ ପ୍ରକାର ପ୍ରଶ୍ନ ପଚରା ଯାଏ ନାହିଁ ହେଲା। ଯଦି ଆମେ ମାନେ ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ଟାଇମରେ ତାର ମୂଲ୍ୟାୟନ ପାଇଁ ଆମେ କେଉଁ ପ୍ରକାରର ପ୍ରଶ୍ନ ପଚରା ଯାଏ ନାହିଁ ସେ ପଚାରିଛି ହେଲା। ତ ଅପସନ ଅଛି ଫାଷ୍ଟ ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ କରିବା, ତାପରେ କହିଛି ସାରଗତ ସମ୍ବଳିତ ନା ନୀତି ବାଣୀ ସମ୍ବଳିତ ନା ମୂଲ୍ୟବୋଧ ସମ୍ବଳିତ। ମତେ କୁହନ୍ତୁ କୋଉଟା ପଚରା ଯାଏ ନାହିଁ ସେ ପଚାରିଛି ହେଲା। ଏଇଟା ଆପଣ ମାନେ ଟିକେ ମୁଣ୍ଡରେ ରଖିବେ। ଦେଖନ୍ତୁ ଆମର ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ ଯୋଉଟା କି ଆମର କଣ ଅତିରିକ୍ତ ସାହିତ୍ୟ ଶିକ୍ଷାଦାନରେ ସେ ପଚରା ଯାଏ ନାହିଁ ହେଲା। ଏଇଟା ଆମର ମାନେ କଣ ଅତିରିକ୍ତର ପଚରା ନାହିଁ, ଏଇଟା ଆମର ସାହିତ୍ୟ ଶିକ୍ଷାଦାନରେ ପଚରା ଯାଏ ହେଲା। କିନ୍ତୁ ଅତିରିକ୍ତ ସାହିତ୍ୟ ଶିକ୍ଷାଦାନ ପଦ୍ଧତିରେ ଆମର ହଉଛି ସାରକଥା ସମ୍ବଳିତ କୋଶ୍ଚିନ୍ ପଚରା ଯାଏ, ନୀତିବାଣୀ ସମ୍ବଳିତ କୋଶ୍ଚିନ୍ ପଚରା ଯାଏ, ମୂଲ୍ୟବୋଧ ସମ୍ବଳିତ କୋଶ୍ଚିନ୍ ମଧ୍ୟ ପଚରା ଯାଏ। କିନ୍ତୁ ଆମର ଶବ୍ଦକୁ ବ୍ୟବହାର କରି ବାକ୍ୟ ଗଠନ ଏଟା ଆମର ପଚରା ଯାଏ ନାହିଁ। ସେଥିପାଇଁ ଆମର ଅପସନ ଏ ହେଇଯିବ ସଠିକ ଆନ୍ସର ହେଲା। ପରବର୍ତ୍ତୀ ଆମେ କ୍ୱେଶ୍ଚିନ୍ କୁ ଯିବା। କହିଛି ଭାଷା ଶିକ୍ଷାର ଚାରି ସ୍ତମ୍ଭ ମଧ୍ୟରୁ କେଉଁ ଶିକ୍ଷାକୁ ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଏ। ଚାରିଟାଙ୍କ ସ୍କିଲ୍ ମଧ୍ୟରୁ ଆମେ କାହାକୁ ଚତୁର୍ଥ ସ୍ତମ୍ଭ ବୋଲି କହିଥାନ୍ତି। ତ ଫାଷ୍ଟ ଅପସନ ଅଛି କଥନ, ଲିଖନ, ପଠନ, ଶ୍ରବଣ ହେଲା। ତ ଫାଷ୍ଟ ଆମର କଣ ଆସେ ନା ଲିଖନ, ସେଟା ଆମର ଲିସନିଂ, LSRW ହେଲା। ଲିସନିଂ, ସ୍ପିକିଂ, ରିଡିଂ, ରାଇଟିଂ। ତ ଆମର ଲାଷ୍ଟରେ କୋଉଟା ଆସିଲା ନା ରାଇଟିଂ। ସେଥିପାଇଁ ଆମର ଅପସନ ବି ହେଇଯିବ ସଠିକ ଆନ୍ସର ହେଲା ଲିଖନ। ଲିଖନ ହଉଛି ଆମର ଚତୁର୍ଥ ସ୍ତମ୍ଭ ହେଲା। ତ ଏଠି ପରବର୍ତ୍ତୀ କ୍ୱେଶ୍ଚିନ୍ ପଚାରିଛି କହିଛି ସର୍ଜନାତ୍ମକ ଲିଖନ
ଦକ୍ଷତାର ବିକାଶ ନିମନ୍ତେ କେଉଁଟି ଯଥାର୍ଥ ମାନେ ଆପଣ ମାନଙ୍କର ଯୋଉ କ୍ରିଏଟିଭ ରାଇଟିଂ ଯଦି ଆମେ ମାନେ ଗୋଟେ ପିଲା କେମିତି କରିବ ସେଇ ଯୋଉ ଆମର ଯୋଉ ଦକ୍ଷତାଟାକୁ ସେ କେମିତି ବିକାଶ କରିବା ଆମେ ମାନେ କେମିତି ତାର ବିକାଶ କରେଇବା କେମିତି ସେଟା ସେ ଆପଣ ମାନଙ୍କୁ କୋଶ୍ଚିନ୍ ପଚାରିଛି ହେଲା। ଫାଷ୍ଟ ଅପସନ ଅଛି ଚିତ୍ର ଦେଖି ଗପ ଲେଖିବା ପାଇଁ ଆମେ କହିବା ନା ଶ୍ରୁତ ଲିଖନ କରେଇବା। ଶ୍ରୁତ ଲିଖନ ମାନେ କଣ ନା ଆମେ ମାନେ ଶୁଣିକି ଲେଖିବାଟା ଶ୍ରୁତ ଲିଖନ। ଯଦି ଆମେ ଗୋଟେ ପିଲାକୁ କହିବା କି ତୁ ଶ୍ରୁତ ଲିଖନ କର ମାନେ ସେ ଶୁଣିକି ଲେଖିବ ତାର ମାନେ କଣ ମାନେ କ୍ରିଏଟିଭ ରାଇଟିଂ ତାର ହେଇପାରିବ କି ହେଇପାରିବ ନାହିଁ ହେଲା। ତାପରେ ଆସିଲା ଦୃଷ୍ଟ ଲିଖନ ମାନେ ଦେଖି ଲେଖିବାଟା ଦେଖି ଲେଖିଲେ କଣ ମାନେ ତାର କ୍ରିଏଟିଭ ରାଇଟିଂ ହେଇପାରିବ କି ହେଇପାରିବ ନାହିଁ। ତାପରେ ଆସିଲା ଉପଯୁକ୍ତ ବିରାମ ଚିହ୍ନ ବ୍ୟବହାର କରି ଲେଖନ ଏଟା ମଧ୍ୟ କରିବା ଦ୍ଵାରା ଆମର କ୍ରିଏଟିଭ ରାଇଟିଂ ର ଯୋଉ ସ୍କିଲ ଟା ଡେଭଲପ ହବ ନାହିଁ। କଣ ହବ ତାହେଲେ କୋଉଟା କରିଲେ ହବ ଆମର ଅପସନ ଏ ଯୋଉଟା କି ଆମ ଚିତ୍ର ଦେଖି ଯଦି ଆମେ ଗପ ଲେଖିବା ପାଇଁ କହିବା ତେବେ ଗୋଟେ ପିଲାର କ୍ରିଏଟିଭ ରାଇଟିଂ ଯୋଉ ସ୍କିଲ ଟା ତାର ଡେଭଲପ ହବ ହେଲା। ଅପସନ ଏ ହେଇଯିବ ସଠିକ ଆନ୍ସର ହେଲା। ତ ମୋର ଆଶା ଆପଣ ମାନେ ସବୁ କ୍ୱେଶ୍ଚନ କୁ ଠିକ ଭାବରେ ବୁଝିପାରୁଥିବେ। ପରବର୍ତ୍ତୀ ଆମେ କ୍ୱେଶ୍ଚନ କୁ ଏବେ ଆମେ ମାନେ ଯିବା। ତ ପରବର୍ତ୍ତୀ କ୍ୱେଶ୍ଚନ କହିଛି ଆପଣ ମାନଙ୍କୁ କହିଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ପ୍ରାକ୍ ଲିଖନ ପ୍ରଣାଳୀର ଅନ୍ତର୍ଭୁକ୍ତ ହେଲା। ଆମର ଚାରିଟାଙ୍କ ଅପସନ ମଧ୍ୟରୁ କୋଉଟା ଯୋଉଟା କି ଆମର ପ୍ରାକ୍ ଲିଖନ ପ୍ରଣାଳୀ ସହିତ ସମ୍ପର୍କିତ। ତ ଫାଷ୍ଟ ଅପସନ ଅଛି ଶୁଦ୍ଧ ଲେଖା ଉପରେ ଗୁରୁତ୍ୱ ଦେବା। ତାପରେ କହିଛି ଗାର ପକା କାଗଜ ଉପରେ ଅକ୍ଷର ଗୁଡିକୁ ସଜେଇ ଲେଖିବା। ତାପରେ ଅପସନ କହିଛି ଶବ୍ଦ ଶବ୍ଦ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ଦେବା ଏ ଲେଖିବା। ତାପରେ କହିଛି ବୃତ୍ତ ଅର୍ଦ୍ଧବୃତ୍ତ ଅଙ୍କନର ଅଭ୍ୟାସ କରିବା। ଦେଖନ୍ତୁ ଆମର ବହୁତ ସାରା ମାନେ ଯୋଉ ଆମର ଅଛି ସବୁ ବର୍ଣ୍ଣ ଗୁଡିକ ସେଟା ସବୁ ବୃତ୍ତ କୋଉଟା ବୃତ୍ତ କୋଉଟା ଆମର ଅର୍ଦ୍ଧବୃତ୍ତ କୋଉଟା ବୃତ୍ତ ତା ଉପରେ ପର୍ଯ୍ୟବେସିତ ହେଲା। ସେଥିପାଇଁ ଆମେ ମାନେ କଣ କରିବା ନା ଯଦି ପ୍ରାକ୍ ଲିଖନ ଟାଇମ ରେ ଆମେ ମାନେ ଯଦି ପିଲାମାନଙ୍କୁ ବୃତ୍ତ ଓ ଅର୍ଦ୍ଧବୃତ୍ତ ଅଙ୍କନ କରିବା ପାଇଁ ଅଭ୍ୟାସ କରେଇବା ତେବେ ସେ ଠିକ ଭାବରେ ସେ ଲିଖନ ପଦ୍ଧତିର ଯୋଉ ଆମ ସ୍କିଲ ଟା ଅଛି ଲିଖନର ସେଟା ସେ ଠିକ ଭାବରେ ତାଙ୍କର ଡେଭଲପ ହୋଇପାରିବ। ବୁଝିପାରିଲେ? ସେଥିପାଇଁ ଆମେ ମାନେ ପ୍ରାକ୍ ଲିଖନ ଟାଇମ ରେ ପିଲାମାନଙ୍କୁ ବୃତ୍ତ ଓ ଅର୍ଦ୍ଧବୃତ୍ତ ଅଙ୍କନର ଅଭ୍ୟାସ କରେଇବା ହେଲା। ତ ଅପସନ ଡି ହେଇଯିବ ସଠିକ ଆନ୍ସର ଓକେ। ପରବର୍ତ୍ତୀ କୋଶ୍ଚିନ୍ ମୁଁ ଯିବା କହିଛି ନିମ୍ନ ଉକ୍ତି ଗୁଡିକ ମଧ୍ୟରୁ କେଉଁଟି ବ୍ୟବହାରିକ ବ୍ୟାକରଣ ଶିକ୍ଷାଦାନର କୌଶଳ ନୁହଁ କୋଉଟା ହେଲା। ଚାରିଟାଙ୍କ ଅପସନ ମଧ୍ୟରୁ କୋଉଟା ଯୋଉଟା କି ଆମର ଗୋଟେ କଣ ନା ବ୍ୟବହାରିକ ବ୍ୟାକରଣ ଶିକ୍ଷାଦାନର ଗୋଟେ କୌଶଳ ହେଇପାରିବ ନାହିଁ ହେଲା। ତ ଅପସନ ଅଛି ଫାଷ୍ଟ ଶୁଣିଥିବା ଗପକୁ ବଡ ପାଟିରେ ପଢି କହିବା। ତାପରେ କହିଛି ବିପରୀତାର୍ଥ ବୋଧକ ଶବ୍ଦ ଓ ପ୍ରତିଶବ୍ଦ ଲେଖାଇବା। ତାପରେ ଅପସନ ସି କହିଛି ବ୍ୟବହୃତ ଶବ୍ଦ ଗୁଡିକର ତାଲିକା କରିବା। ଅପସନ ଡି କହିଛି ନାମ ଗୁଣ କାମ ସୂଚକ ଶବ୍ଦ ମାନଙ୍କୁ ପୃଥକ କରାଇବା। ତ ସଠିକ ଆନ୍ସର କଣ ହବ ମତେ କୁହନ୍ତୁ? କୋଉଟା ଯୋଉଟା କି ଆମର ଗୋଟେ ବ୍ୟବହାରିକ ବ୍ୟାକରଣ ଶିକ୍ଷାଦାନର ଗୋଟେ କୌଶଳ ହେଇପାରିବ ନାହିଁ। ଦେଖନ୍ତୁ ଆମେ ଯଦି ମାନେ ଗୋଟେ ଶବ୍ଦର ବିପରୀତ ବୋଧକ ଶବ୍ଦ ପ୍ରତିଶବ୍ଦ ଲେଖା କରେଇବା ସେଟା ଆମର ହେଇପାରିବ। ବ୍ୟବହୃତ ଶବ୍ଦ ଗୁଡିକର ତାଲିକା କରିବା ହେଇପାରିବ। ନାମ ଗୁଣ କାମସୂଚକ ଶବ୍ଦ ମାନଙ୍କୁ ପୃଥକ କରାଇବା ଏଟା ମଧ୍ୟ ହେଇପାରିବ। କିନ୍ତୁ ଦେଖନ୍ତୁ ଶୁଣିଥିବା ଗପକୁ ଯଦି ଆମେ ମାନେ ବଡ ପାଟିରେ କହିବା ସେଟା ଆମର ହେଇପାରିବ ନାହିଁ। ଯୋଉଟା କି ଆମର ବ୍ୟବହାରିକ ବ୍ୟାକରଣ ଶିକ୍ଷାଦାନର ଗୋଟେ କୌଶଳ ହେଇପାରିବ ନାହିଁ। ତ ଅପସନ ଏ ହେଇଯିବ ସଠିକ ଆନ୍ସର ହେଲା।